ଆଜିର ଏହି ଭିଡ଼ିଓରେ ଆମେ ସମାସ ବିଷୟରେ ଡିସ୍କସନ୍ କରିବା। ଯଶୋଦା ପୁତ୍ର ନିମିତ୍ତ ଶୋକରେ ଅଧୀର ହେଲେ। ଯଶୋଦା ପୁତ୍ର ଶୋକରେ ଅଧୀର ହେଲେ। ପୁତ୍ର ନିମିତ୍ତ ଶୋକ ଦ୍ୱାରା ଆମେ କ'ଣ ଲେଖିଲେ? ପୁତ୍ର ଶୋକ। ସେମିତି ସୁନାରେ ତିଆରି ହାର, ସେ ତାକୁ ଲେଖିପାରିଲେ ସୁନାହାର। ଶୋକ ରୂପକ ଅଗ୍ନି, ଶୋକାଗ୍ନି। ଚକ୍ର ଅଛି ପାଣିରେ ଯାହାର, ଚକ୍ର ପାଣି। ଓକେ, ତ ଡେଫିନେସନ୍ ଚାଲ ଦେଖିଦେବା। ପରସ୍ପର ସମ୍ବନ୍ଧ ଥିବା ଦୁଇ ବା ତତୋଧିକ ପଦକୁ ଏକ ପଦରେ ପରିଣତ କରିବାର ନାମ ହେଉଛି ସମାସ। କିଛି କିଛି ସମ୍ବନ୍ଧ ଥିଲେ ଯାଇକି ହିଁ ତାକୁ କ'ଣ କରାହେଉଛି ନା ଏକ ପଦରେ ଯେତେବେଳେ ପରିଣତ କରାହେଉଛି ତାକୁ ଆମେ ସମାସ କହୁଛେ। ସମାସ ପ୍ରକ୍ରିୟାରେ ସମ୍ପର୍କିତ କ'ଣ କ'ଣ ପଦ ରହିଲା? ସମସ୍ତ ପଦ, ପୂର୍ବ ପଦ, ପରପଦ ବା ଉତ୍ତର ପଦ, ସମସ୍ୟମାନ ପଦ ଓ ବିଗ୍ରହ ବାକ୍ୟ। ସମସ୍ତ ପଦ କାହାକୁ କୁହାଯାଉଛି? ଦେଖ ଏଠି ଦେଖ, ସମାସ ନିଷ୍ପନ୍ନ ପଦ। ସମାସ ନିଷ୍ପନ୍ନ ପଦକୁ କୁହାଗଲା ସମସ୍ତ ପଦ। ସମାସରୁ ଯେଉଁ ପଦ ଉତ୍ପନ୍ନ ହେଲା ତାକୁ କୁହାଗଲା ସମସ୍ତ ପଦ। ସମସ୍ତ ପଦରେ ପୁଣି କ'ଣ ରହିଲା ନା ପୂର୍ବ ପଦ ଆଉ ପରପଦ। ସମସ୍ତ ପଦରେ କ'ଣ ରହିଲା? ପୂର୍ବ ପଦ ଆଉ ପରପଦ। ପରପଦକୁ କ'ଣ କୁହାଯାଉଛି? ଉତ୍ତର ପଦ। ତାହେଲେ ସମସ୍ୟମାନ ପଦ କ'ଣ ରହିଲା? ସିଂହାସନ। ଦେଖ ଏଠି ଅଛି ସିଂହ ଚିହ୍ନିତ ଆସନ। ସିଂହାସନ ସମସ୍ତ ପଦରେ କ'ଣ ହେଉଛି? ସିଂହ ଗୋଟେ ରହିଲା, ଆଉ ଗୋଟେ କ'ଣ ରହିଲା? ଆସନ ରହିଲା। ଓକେ, এই ସିଂହାସନଟାକୁ କୁହାଯାଉଛି ସମସ୍ତ ପଦ। କାହା କାହା ଦ୍ୱାରା ହେଇଛି? ସିଂହ ଆଉ ଆସନ। ଏହାକୁ କୁହାଗଲା ସମସ୍ୟମାନ ପଦ। ତାମାନେ କ'ଣ କହିପାରିବା? ସମସ୍ତ ପଦ କେଉଁଥିରୁ ତିଆରି ହେଇଛି? ସମସ୍ୟମାନ ପଦରୁ ସମସ୍ତ ପଦ ତିଆରି ହେଇଛି। ନେକ୍ସଟ ଦେଖିବା ବିଗ୍ରହ ବାକ୍ୟ। ବିଗ୍ରହ ବାକ୍ୟ କାହା ହେଉଛି? ଆମର ବିଗ୍ରହ ବାକ୍ୟକୁ ବ୍ୟାସ ବାକ୍ୟ ବା ସମାସ ବାକ୍ୟ ବୋଲି କୁହାଯାଏ। ତାହେଲେ କ'ଣ ରହିଲା? ସମାସ ଅନ୍ତର୍ଗତ ପଦମାନଙ୍କର ପରସ୍ପର ସମ୍ବନ୍ଧ ଜାଣିବା ପାଇଁ ଯେଉଁ ବାକ୍ୟ ଗଢ଼ାଯାଏ ତାହାକୁ ବିଗ୍ରହ ବାକ୍ୟ କୁହାଯାଏ। ଯେମିତିକି ଏଠି ଏକ୍ଜାମ୍ପଲ୍ ଥିଲା ସିଂହ ଚିହ୍ନିତ ଆସନ। ଏଥିରେ ବିଗ୍ରହ ବାକ୍ୟ କେଉଁଟା ରହିଲା? ସିଂହ ଚିହ୍ନିତ ଆସନ। ତାହେଲେ ସମାସର ପ୍ରକାର ଦେଖିବା। ସମାସ ସାଧାରଣତଃ 6 ପ୍ରକାର ବିଭକ୍ତ କରାଯାଇଛି। କେତେ ପ୍ରକାର? 6 ପ୍ରକାର କରାଯାଇଛି। କ'ଣ ହେଲା? ତତ୍ପୁରୁଷ, କର୍ମଧାରୟ, ଦିଗୁ, ଦ୍ୱନ୍ଦ୍ୱ, ବହୁବ୍ରୀହି, ଅବୟଭାବ ସମାସ। ଓକେ, ତାହେଲେ ଏଇ ତତ୍ପୁରୁଷ ଆଉ କର୍ମଧାରୟ ଏଇଥିରେ କ'ଣ ହେଉଛି ନା ଉତ୍ତର ପଦର ପ୍ରାଧାନ୍ୟ ରହୁଛି। କହିଥିଲି ସମସ୍ତ ପଦ ରହିଛି। ସମସ୍ତ ପଦରେ ଆମର ଦୁଇଟା ରହିଲା, ଗୋଟେ ହେଉଛି ପୂର୍ବ ପଦ ଆଉ ଗୋଟେ ହେଉଛି ପରପଦ। ଏଇଠି ତତ୍ପୁରୁଷ ଆଉ କର୍ମଧାରୟ କେଉଁଥିରେ ରହୁଛି? ଉତ୍ତର ପଦ। ଦ୍ୟାଟ୍ ମିନ୍ସ ପରପଦର ପ୍ରଧାନ। ଓକେ, ଦିଗୁ ଆଉ ଅବୟଭାବରେ କାହାର ରହିଲା ନା ପୂର୍ବ ପଦର ପ୍ରଧାନ। ଦ୍ୱନ୍ଦ୍ୱ ଉଭୟ ପଦ। ଦ୍ୱନ୍ଦ୍ୱ ସମାସରେ କ'ଣ ରହୁଛି? ପୂର୍ବ ପଦ ଏବଂ ପରପଦର ଆମର ପ୍ରଧାନ ରହୁଛି। କିନ୍ତୁ ବହୁବ୍ରୀହିରେ କ'ଣ ହେଉଛି? କୌଣସି ସମସ୍ୟମାନ ପଦର ଅର୍ଥ ରୁହେନି, କାହିଁକିନା ସେ ଆଉ ଗୋଟେ ଅଲଗା ଅର୍ଥ ପ୍ରକାଶ କରିଥାଏ। ତେଣୁ ଏଥିରେ କ'ଣ କୁହାହେଉଛି? ଅନ୍ୟ ଅର୍ଥ ପ୍ରଧାନ କୁହାହେଉଛି। ତାହେଲେ ପ୍ରଥମେ ଆମେ ଦେଖିବା ତତ୍ପୁରୁଷ ସମାସ। କ'ଣ କହିଲା? ଦ୍ୱିତୀୟ ଠାରୁ ସପ୍ତମୀ ପର୍ଯ୍ୟନ୍ତ ବିଭକ୍ତିଯୁକ୍ତ ବିଶେଷ ପଦ ସହିତ ବିଶେଷ କିମ୍ବା ବିଶେଷଣ ପଦର ସମାସ ହୋଇ ପରପଦର ଅର୍ଥ ପ୍ରାଧାନ୍ୟ ରହିଲେ ତତ୍ପୁରୁଷ ସମାସ କୁହାଯାଏ। ଡେଫିନେସନ୍ ଏତେ ମନେ ରଖିଲେ ଚଳିବ। ଚାଲ ଏକ୍ଜାମ୍ପଲ୍ ଫାର୍ଷ୍ଟ ଦେଖିବା। ଦ୍ୱିତୀୟ ତତ୍ପୁରୁଷ। ଓକେ, ଦ୍ୱିତୀୟ ବିଭକ୍ତି ଆମେ ଜାଣିଥିବା ବିଭକ୍ତି ଦ୍ୱିତୀୟ ସପ୍ତମୀରେ ତତ୍ପୁରୁଷ ହେଉଛି। ଦ୍ୱିତୀୟ ତତ୍ପୁରୁଷ କ'ଣ ହେଲା ନା ଗୃହକୁ ଆଗତ। ଏଠି ଦେଖ ଆମେ କେମିତି ଜାଣିପାରିବା ଦ୍ୱିତୀୟ ବୋଲି? କୁ ଲାଗିଛି, ଗୃହକୁ ଆଗତ କ'ଣ ହେଇଗଲା? ଗୃହାଗତ। ଧନକୁ ପ୍ରାପ୍ତି, ଧନ ପ୍ରାପ୍ତି। ଘରକୁ ମୁହାଁ, ଘର ମୁହାଁ। ସାହାଯ୍ୟକୁ ପ୍ରାପ୍ତ, ସାହାଯ୍ୟ ପ୍ରାପ୍ତ। ଓକେ, ସେମିତି କ'ଣ ରହିଲା ନା ମାଛ ଧରା, ଦୁଧ ଖିଆ, ଦୁଃଖ ପ୍ରାପ୍ତ। ଏଗୁଡ଼ାକ କ'ଣ ରହିଲା ନା ଦ୍ୱିତୀୟ ତତ୍ପୁରୁଷ ସମାସ। ଆଉ ଗୋଟେ କ'ଣ ହେଉଛି ନା ବ୍ୟାପ୍ତି ଓ କାଳ ଅର୍ଥରେ ଦ୍ୱିତୀୟ ତତ୍ପୁରୁଷ ହୁଏ। ଯେମିତି ଚିର କାଳକୁ ବ୍ୟାପୀ, ସେଇଟା ହୋଇଗଲା ଚିର ଦୁଃଖ। ସେଥିରେ ଆମେ ତାକୁ କହିପାରିବା ଦ୍ୱିତୀୟ ତତ୍ପୁରୁଷ। ବ୍ୟାପୀ ସ୍ଥାୟୀ ମାନେ କ୍ଷଣସ୍ଥାୟୀ। ଓକେ, କ୍ଷଣ କାଳକୁ ବ୍ୟାପୀ। କ୍ଷଣ କାଳ ମାନେ ବ୍ୟାପୀ ଅର୍ଥ କ'ଣ ହେଉଛି ନା ସେତିକି ଟାଇମ୍ ଦେଇକି। ଓକେ, କ୍ଷଣ କାଳକୁ ମାନେ ଅଳ୍ପ ଟାଇମ୍ ପାଇଁ। ଏଠାରେ ପୂର୍ବ ପଦରେ ଥିବା ଦ୍ୱିତୀୟ ବିଭକ୍ତି କ'ଣ ହେଉଛି ନା ଲୋପ ପାଉଛି। ଦ୍ୱିତୀୟ ବିଭକ୍ତି ଲୋପ ପାଇକି ଆମର କ'ଣ ହେଇଗଲା ନା ଦ୍ୱିତୀୟ ତତ୍ପୁରୁଷ ସମାସ ହେଇଗଲା। ସେମିତି ତୃତୀୟ ତତ୍ପୁରୁଷ କ'ଣ ହେଲା ନା ତୃତୀୟ ବିଭକ୍ତିର ଯେଉଁ ଚିହ୍ନ ଅଛି ଲୋପ ପାଇଯିବ। ସ୍ୱର ଦ୍ୱାରା ଆହତ। ଓକେ, ଏଇଟା କ'ଣ ହେଉଛି ନା ତୃତୀୟ ବିଭକ୍ତିର ରେ ଦ୍ୱାରା ଏଇଟା କ'ଣ ହେଉଛି ନା ଲୁପ୍ତ ହେଉଛି। ସ୍ୱର ଦ୍ୱାରା ଆହତ, ସ୍ୱରାହତ। ବିଦ୍ୟାରେ ହୀନ, ବିଦ୍ୟାହୀନ। ମାଙ୍କଡ଼ ଦ୍ୱାରା ଖିଆ, ମାଙ୍କଡ଼ ଖିଆ।
ଓକେ। ଆଉ ଗୋଟେ ସପ୍ତମୀ ତତ୍ପୁରୁଷ ଆସେ ଯେଉଁଥିରେ ମଧ୍ୟ ରେ ଲାଗିଥାଏ, କିନ୍ତୁ ସେଠି କ'ଣ ହେଉଛି ନା ଗୋଟେ କାଳ ଆଉ ସ୍ଥାନକୁ ସୂଚାଉଥାଏ, ତେଣୁକି ସେଥିରେ କନଫ୍ୟୁଜନ୍ ହେବାର କିଛି ନାହିଁ। ନେକ୍ସଟ ଦେଖିବା ଚତୁର୍ଥୀ। ଏଠି ଦେଖ ଚତୁର୍ଥୀରେ କ'ଣ ହେଉଛି ନା ପୁତ୍ର ନିମିତ୍ତ ଦେବଙ୍କୁ ଅର୍ପିତ। ଓକେ, ଏଠି ଦେଖ ପୁତ୍ର ନିମିତ୍ତ ଶକ ପୁତ୍ର ଶକ, ରଙ୍ଗ ନିମିତ୍ତ ମଞ୍ଚ ରଙ୍ଗମଞ୍ଚ, ଦେବଙ୍କୁ ଅର୍ପିତ ଦେବାର୍ପିତ। ସେମିତି ଆଉ କ'ଣ ହେଇପାରିବ? ଛତା କନା, ଧର୍ମପତ୍ନୀ, ପିଇବା ପାଣି, ମନରୁଚା, ଏସବୁ ଗୁଡ଼ିକ ହେଉଛି ଚତୁର୍ଥୀ ତତ୍ପୁରୁଷ ସମାସ। ଓକେ, ନେକ୍ସଟ ଦେଖିବା ପଞ୍ଚମୀ ତତ୍ପୁରୁଷ। ପଞ୍ଚମୀ ଏଠି ଦେଖ ବୃକ୍ଷରୁ ପତିତ। ଯେଉଁମାନେ ବିଭକ୍ତି ଏଠି ଜାଣିଥିବେ, ବିଭକ୍ତିରେ ଏଇ ପଞ୍ଚମୀ ତତ୍ପୁରୁଷ ପଞ୍ଚମୀ ବିଭକ୍ତି ସହିତ ଲିଙ୍କ ଅଛି। ତାହେଲେ କ'ଣ ହେଲା ନା ବୃକ୍ଷରୁ ପତିତ, ବିଦେଶରୁ ଆଗତ। ଓକେ, ବୃକ୍ଷରୁ ଆମର କ'ଣ ହେଉଛି ସମ୍ପୂର୍ଣ୍ଣ ଭାବେ ବୃକ୍ଷରୁ ଖସି ଯାଉଛି ହେଲା, ସେଥିପାଇଁ ବୃକ୍ଷରୁ ପତିତ। ବିଦେଶରୁ ଆଗତ, ବିଦେଶରୁ ଆସିଅଛି। ତାହେଲେ କ'ଣ ହେଲା ନା ପଞ୍ଚମୀରେ ଆମେ ଜାଣିଛେ ରୁ। ଓକେ, ରୁଟା ହେଉଛି ପଞ୍ଚମୀ ବିଭକ୍ତିର ଚିହ୍ନ। ସେଥିରେ କ'ଣ ହେଉଛି ନା ଏଇ ରୁଟା ଲୋପ ପାଇଯାଉଛି, ତାପରେ ହେଇଗଲା ପଞ୍ଚମୀ ତତ୍ପୁରୁଷ। ନେକ୍ସଟ ଆସିଲା ଷଷ୍ଠୀ ତତ୍ପୁରୁଷ। ଷଷ୍ଠୀରେ କ'ଣ ହେଉଛି ନା ଷଷ୍ଠୀ ଚିହ୍ନ ର, ଏଠି ଗାଁର ମୁଣ୍ଡ ଗାଁ ମୁଣ୍ଡ, ନଦୀର ଜଳ ନଦୀ ଜଳ। ଓକେ, ନାରୀ ଶିକ୍ଷା ନାରୀର ଶିକ୍ଷା, ପ୍ରଜାର ତନ୍ତ୍ର, କର୍ମର ଫଳ, ଓକେ, ମାନବର ଧର୍ମ, ଯୁବକର ସଂଘ, ଏଇସବୁ ଆମର ଷଷ୍ଠୀ ଯେଉଁ ର ଚିହ୍ନ ଲୁପ୍ତ ପାଉଛି। ଆଉ ଗୋଟେ ଦେଖ ଅର୍ଦ୍ଧ ଏଇଟା ଦେଖ ଚନ୍ଦ୍ରର ଅର୍ଦ୍ଧ ଅର୍ଦ୍ଧଚନ୍ଦ୍ର। ଏଇଥିରେ କ'ଣ ହେଉଥିଲା ନା ଯେଉଁ ଗାଁର ମୁଣ୍ଡ ଗାଁ ମୁଣ୍ଡ, ଏଠି କେବଳ ରଟା ଲୁପ୍ତ ପାଇଥିଲା, କିନ୍ତୁ ଏଠି ଦେଖ ଚନ୍ଦ୍ର ଅର୍ଦ୍ଧ ଅର୍ଦ୍ଧଚନ୍ଦ୍ର, ଅର୍ଦ୍ଧ ମଧ୍ୟ ପୂର୍ବ, ଏଟା କେଉଁଠି ଲାଗୁଛି? ସମସ୍ତ ପଦର ପୂର୍ବ ପଦ ହୋଇଥାଏ। ଓକେ, ଏଇଟା ଦେଖିବ ଏଥିରେ ନର୍ମାଲ କେବଳ ବିଭକ୍ତିର ଚିହ୍ନଟା ରଟା ଲୁପ୍ତ ହେଉଥିଲା, କିନ୍ତୁ ଏଥିରେ ତା ବିଫରକୁ ଆସିଯାଉଛି। ତାହେଲେ ଚନ୍ଦ୍ରର ଅର୍ଦ୍ଧ ଅର୍ଦ୍ଧଚନ୍ଦ୍ର। କ୍ୱେଶ୍ଚନ୍ ଯଦି ପଚାରିବ ଷଷ୍ଠୀ ତତ୍ପୁରୁଷରେ, ତାହେଲେ ଯେମିତି ମଧ୍ୟାହ୍ନ ଅହନର ମଧ୍ୟ। ଓକେ, ଏଇଟା କ୍ୱେଶ୍ଚନ୍ରେ ପଚାରିପାରିବ, ବହୁତ ଇମ୍ପୋର୍ଟାଣ୍ଟ। ମଧ୍ୟାହ୍ନ କ'ଣ ହେଇଗଲା? ଅହନର ମଧ୍ୟ ମଧ୍ୟାହ୍ନ। ଓକେ, ସେମିତି ଯଦି ଆମେ କହିବା ରାତିର ମଧ୍ୟ ମଧ୍ୟରାତ୍ରି, ସେମିତି ଅହନ୍ନ ପୂର୍ବ ପୂର୍ବାହ୍ନ। ଓକେ, ଅହନ୍ନ ଅପର ଅପରାହ୍ନ। ଏଇଟା ହେଇଗଲା ଆମର ଷଷ୍ଠୀ ତତ୍ପୁରୁଷ ସମାସ। ଦେଖିବା ନେକ୍ସଟ ଷଷ୍ଠୀ ତତ୍ପୁରୁଷ ସମାସରେ ରାଜା ଶବ୍ଦ ସମସ୍ତ ପଦ ରାଜରେ ପରିଣତ ହେଇଯାଏ। ଯେମିତି ହଂସମାନଙ୍କ ରାଜା ରାଜହଂସ, ପଥମାନଙ୍କ ରାଜା ରାଜପଥ, ରାଜାଙ୍କର ପୁତ୍ର ରାଜପୁତ୍ର। ଓକେ, ରାଜପୁତ୍ର। ନେକ୍ସଟ ସ୍ତ୍ରୀଲିଙ୍ଗ ବାଚକ ଶବ୍ଦ ସମସ୍ତ ପଦରେ ପୁଲିଙ୍ଗରେ ରୂପାନ୍ତରିତ ହୁଏ। ଏଇଟା ବହୁତ ହି ଇମ୍ପୋର୍ଟାଣ୍ଟ। ଛାଗ ଦୁଗ୍ଧ ଦେଇଥିବ, ବ୍ୟାସ ବାକ୍ୟ କର, କ'ଣ ହେବ? ଛାଗର ଦୁଗ୍ଧ କି ନାହିଁ, ଛାଗ ଦୁଗ୍ଧ ନାହିଁ, ଛାଗ ତ ପୁଲିଙ୍ଗ ହେଇଯାଉଛି, ଏତେ କ'ଣ ଲାଗିବ? ଆମର ସ୍ତ୍ରୀଲିଙ୍ଗ ଛାଗିର ଦୁଗ୍ଧ। ସେମିତି ହଂସ ଡିମ୍ବ, ଦେଖ ଏଠି ଯେତେବେଳେ ଆମେ ତା'ର ବିଗ୍ରହ ବାକ୍ୟ କରିବା ତାହେଲେ କ'ଣ ହେଇଯିବ? ହଂସୀର ଡିମ୍ବ ହେଲା। ଏଠି ଜାଣିପାରିଲ କ'ଣ ହେଲା ନା ସ୍ତ୍ରୀଲିଙ୍ଗବାଚକ ଶବ୍ଦ ସମସ୍ତ ପଦରେ କେଉଁଥିରେ ହେଉଛି ନା ପୁଲିଙ୍ଗରେ ହେଉଛି। ଯଦି ଆମେ ପୁଲିଙ୍ଗ ଦେଖିକି ଏଠି ଦେଖ ହଂସ ଡିମ୍ବ, କେବେ ବି ହଂସର ଡିମ୍ବ କହିବ ନାହିଁ। ଓକେ, ସେଠି କ'ଣ ହେବ? ହଂସୀର ଡିମ୍ବ ହେବ। ଯଦି ଦେଖିବା ସପ୍ତମୀ ତତ୍ପୁରୁଷ, ଏଇଠି ଦେଖ ତୃତୀୟାରେ ବି ରେ ଥିଲା, ସପ୍ତମୀରେ ବି ରେ ଥାଏ, କିନ୍ତୁ ଡିଫରେନ୍ସ ହେଉଛି ଏଠି ଆମର ସ୍ଥାନ କାଳ ଏଇ ବିଷୟରେ ଥାଏ। ଓକେ, ଏବଂ ଯେଉଁଥିରେ ଏଠି ଦେଖ କ'ଣ ହେଇଛି ନା ହଁ ସେମିତି ସାହିତ୍ୟରେ ନିପୁଣ, ସାହିତ୍ୟ ନିପୁଣ, ଗଣିତରେ ପଟୁ ଗଣିତ ପଟୁ। ଓକେ, ବିଦ୍ୟାରେ ନିପୁଣ, ତୃତୀୟାରେ କ'ଣ ହେଉଥିଲା ନା ରେ ଦ୍ୱାରା ଦେଇ। ଓକେ, ନେକ୍ସଟ ଦେଖିବା ନନ୍ ତତ୍ପୁରୁଷ। ନନ୍ ତତ୍ପୁରୁଷରେ କ'ଣ ହେଲା ନା ତତ୍ପୁରୁଷ ସମାସ ନିଷେଧ ଅର୍ଥରେ ନ ଆବିଳ ଅନାବିଳ, ନ ଉଚିତ ଅନୁଚିତ। ଓକେ, ସେହିପରି କ'ଣ ହେଲା ନା ଅନଶନ ଅନଭିଜ୍ଞ ଅନାଗତ ଅନିଷ୍ଟ ଅନୁନ୍ନତ। ଓକେ, ଆଉ କ'ଣ ହେଲା ନା ଅଣ ହେଇଯାଉଛି, ଏଠି ଅନ ଥିଲା ଏଠି ଅଣ ହେଇଯାଉଛି, ନ ସାରିଆ ଅଣସାରିଆ, ନ ହଳଦିଆ ଅଣହଳଦିଆ। ଆଉ ଗୋଟେ ରହିଲା ଉପପଦ ତତ୍ପୁରୁଷ, ଆଉ ଗୋଟେ ରହିଲା ଉପପଦ ତତ୍ପୁରୁଷ ସମାସ। ଦେଖ କ'ଣ କୁହାଗଲା ନା ଯେଉଁ ପଦ ଗଢ଼ିବା ପାଇଁ ଧାତୁ, ଧାତୁ ଆଚ୍ଛା କାହାକୁ କୁହାଯାଏ? କ୍ରିୟାପଦର ମୂଳ ରୂପକୁ ଧାତୁ କୁହାଯାଏ। ଧାତୁ ପୂର୍ବରେ ଅନ୍ୟ ଗୋଟିଏ ପଦ ଯୋଗ କରାଯାଏ, ତାହାକୁ ଉପପଦ କୁହାଯାଏ। ମଧୁ ପାନ କରେ ଯେ, ମଧୁପ ଯେଉଁ ପାନ କରିବା ସେଟା ହେଉଛି ଆମର କ୍ରିୟାପଦ, କ୍ରିୟାପଦର ତାର ଧାତୁ ହେଲା ମଧୁପାନ କରେ ଯେ ମଧୁପ ମଧୁପାଇ। ଓକେ, କୂଳ ବୁଡ଼ାଏ ଯେ କୂଳ ବୁଡ଼ା। ଓକେ, ତେଣୁକରି ମଧୁକୂଳ ଶବ୍ଦ ଧାତୁ ପୂର୍ବରୁ ବ୍ୟବହାର
ବ୍ୟବହାର ହେଇଛି, ସେଥିପାଇଁ ଏହାକୁ କୁହାଗଲା ଉପପଦ। ଓକେ, ତାହେଲେ କ'ଣ କୁହାଗଲା ନା ଉପପଦ ସହିତ ଧାତୁ ଅଥବା କ୍ରିୟା ନିଷ୍ପନ୍ନ ଅନ୍ୟ ପଦର ଯେଉଁ ସମାସ ହୁଏ ତାହାକୁ ଉପପଦ ତତ୍ପୁରୁଷ ସମାସ କୁହନ୍ତି। ଆଉ କ'ଣ ହେଇପାରିବ? କୁମ୍ଭକାର, ମଣିଷଖିଆ, ସତ୍ୟବାଦୀ, କାନକୁହା। ଓକେ, ଅଲୋକ ସମାସ। ଅଲୋକ ସମାସ କ'ଣ ରହିଲା ନା ଯେଉଁଥିରେ କିଛି ବିଭକ୍ତି ଆମର କ'ଣ ହେଉଛି ନା ଚିହ୍ନ ଲୁପ୍ତ ହୁଏନି। ତା ଅର୍ଥ କ'ଣ ଦେଖ? ଅଲୋକ ସମାସର ଅର୍ଥ ଯୁଦ୍ଧି, ତା ଅର୍ଥ ହିଁ ଯୁଦ୍ଧରେ। ଏଠି ସାଧାରଣତଃ ଯୁଦ୍ଧି ସ୍ଥିର ଥାଏ, ସେଥିରେ ଗଲା ଯୁଦ୍ଧି ସ୍ଥିର। ଓକେ, ୟାର ଅର୍ଥ ଯୁଦ୍ଧରେ। ଯଦି ଆମେ ଦେଖିବା ଅନ୍ତେ, ଅନ୍ତେର ଅର୍ଥ ହେଉଛି ଅନ୍ତରେ, ବାସ କରେ ଯେ ଅନ୍ତେବାସୀ। ଓକେ, ଏଥିରେ କିଛି ବି ବିଭକ୍ତି, ଏଇଟା ହେଉଛି ଅରିଜିନାଲ୍ ୱାର୍ଡ଼ଟା, ଏଥିରେ ବିଭକ୍ତି ଚିହ୍ନର କିଛି ଲୋପ ପାଉନାହିଁ, ତେଣୁ ତାକୁ କ'ଣ କୁହାଗଲା? ଅଲୋକ ସମାସ। ଏଇଟା ଗୋଟେ ବନେ, ବନେର ଅର୍ଥ ହିଁ ବନରେ, ଚରେ ଯେ ସେ ବିଚରଣ କରେ ତାକୁ କୁହାଗଲା ବନେଚର। ଏଠି ଦେଖ ବନେ ଯେମିତି ଅରିଜିନାଲ୍ ଥିଲା ସେମିତି ଏଠି ବନେ ରହିଲା। ଓକେ, ଏଠି ବିଭକ୍ତିର କିଛି ଚିହ୍ନ ଲୁପ୍ତ ହେଉନାହିଁ, ତେଣୁ ଏହାକୁ କ'ଣ କୁହାଗଲା? ଅଲୋକ ସମାସ କୁହାଗଲା। ବୁଝିହେଲା? ଓକେ, ତତ୍ପୁରୁଷ ସମାସରେ ପରପଦର ପ୍ରାଧାନ୍ୟ ରହୁଛି, ସେମିତି କର୍ମଧାରୟ ସମାସରେ ମଧ୍ୟ ପରପଦ ବା ଯେଉଁ କୁହାଯାଉଛି ଉତ୍ତର ପଦର ପ୍ରାଧାନ୍ୟ ରହୁଛି। କର୍ମଧାରୟ ସମାସ କ'ଣ ହେଲା ନା କର୍ମଧାରୟ ସମାସ ଗଠନ ପ୍ରଣାଳୀ କ'ଣ ରହିଛି ଦେଖ। ଏଠି ଆମର ଆକ୍ଚୁଆଲି ବିଶେଷ ବିଶେଷଣ, ଓକେ, ଏକୁ ନେଇକି ଗଠିତ ହେଉଛି। ଏକ୍ଜାମ୍ପଲ୍ ଫାର୍ଷ୍ଟ କିଛି ଦେଖିନିଅ। ନୀଳ ଅଟେ କଇଁ, ନୀଳ କଇଁ। କଇଁଟା କେଉଁ ଟାଇପ୍ର ନା ନୀଳ, ମାନେ କେଉଁ ରଙ୍ଗର? ନୀଳ। ତାହେଲେ ଏଠି କଇଁ ହେଉଛି ବିଶେଷ୍ୟ, ନୀଳ ହେଉଛି ବିଶେଷଣ। ତାହେଲେ ବିଶେଷ୍ୟ କିଏ? କଇଁ। ୟା କେଉଁ ଟାଇପ୍, କେଉଁ କଲର୍ର? ହେଉଛି ନୀଳ। ତ ଏଇ ପଦଟା କାହାକୁ ନା ବିଶେଷ୍ୟକୁ ବିଶେଷଣ କଲା, ତେଣୁକରି ଏଇ ଯେଉଁ ସମାସ ଗଠନ ହେଉଛି ସିଏ ହେଲା କର୍ମଧାରୟ ସମାସ। ଓକେ, ସେମିତି ଯେ ରୁଦ୍ର ସେ ସୁନ୍ଦର। ଓକେ, ଯେ ରୁଦ୍ର ସେ ସୁନ୍ଦର, ସେ ହେଉଛି ରୁଦ୍ର ସୁନ୍ଦର। ଯେ ମୂର୍ଖ ସେ ପଣ୍ଡିତ, ମୂର୍ଖ ପଣ୍ଡିତ। ଓକେ, ସେମିତି ଆଉ କହିପାରିବ ଯେ ରାଜା ସେ ଋଷି। ଏଠାରେ ବିଶେଷ୍ୟ ପଦ ବିଶେଷ୍ୟ ପଦ ମିଶିକି ହିଁ ଅଛି, ରାଜା ଆଉ ଋଷି ଦୁଇ ଜଣ ଯାକ ବିଶେଷ୍ୟ ପଦ। ଓକେ, ସେମିତି ଦେବର୍ଷି ବ୍ରହ୍ମର୍ଷି। ତାହେଲେ ଶ୍ରେଷ୍ଠ ଅଟେ ନର ଯେ ନରଶ୍ରେଷ୍ଠ, ନର ହେଉଛି ବିଶେଷ୍ୟ, ଶ୍ରେଷ୍ଠ ହେଉଛି ବିଶେଷଣ। ଦେଖ, ବିଶେଷଣ ବିଶେଷ୍ୟ ପଦକୁ ନେଇ ଯେଉଁ ସମାସ ଗଠିତ ହୁଏ ତାହାକୁ କର୍ମଧାରୟ ସମାସ କୁହନ୍ତି। ଏହି ସମାସର ସମସ୍ତ ପଦରେ ପରପଦର ଅର୍ଥର ପ୍ରାଧାନ୍ୟ ରହେ, ଯେଉଁଟାକୁ ଆମେ କୁହାଯାଉଛି ଉତ୍ତର ପଦର ପ୍ରାଧାନ୍ୟ ରହେ। ଦୁଇଟା ସମାସ ଯେଉଁ ତତ୍ପୁରୁଷ ଆଉ କର୍ମଧାରୟରେ କ'ଣ ରହିଲା ନା ପରପଦରେ ପ୍ରାଧାନ୍ୟ ରହିଲା। ତାହେଲେ ସେମିତି ଦେଖିବା ରୂପକ କର୍ମଧାରୟ। ଓକେ, ରୂପକ ଦେଖ, ଗୋଟେ ହେଉଛି ଉପମେୟ ଆଉ ଗୋଟେ ହେଉଛି ଉପମାନ। ଯଦି ଆମେ ଦେଖିବା ଉପମେୟ କାହାକୁ କୁହାଯାଏ, ଉପମାନ କାହାକୁ କୁହାଯାଏ, ପ୍ରଥମେ ଦେଖିନେବା। ଓକେ, ଯଦି ଚନ୍ଦ୍ରକୁ ଆମେ ମୁଖ ସହିତ ତୁଳନା କରୁଛେ ନା ମୁଖକୁ ଚନ୍ଦ୍ର ସହିତ ତୁଳନା କରୁଛେ, କେଉଁଟା ହୁଏ କହିଲେ ଦେଖିବା? ମୁଖକୁ ଆମେ କାହା ସହିତ କରିବା? ତୁଳନା କରୁଛେ ଚନ୍ଦ୍ର ସହିତ। ତାହେଲେ ଏଠି କ'ଣ ହେଲା? ଯାହା ବିଷୟରେ ଉପମା ଅର୍ଥାତ୍ ତୁଳନା ଦିଆଯାଏ ତାକୁ ଉପମେୟ କୁହନ୍ତି। ତାହେଲେ ଏଇଟା ହେଉଛି ଉପମେୟ, ଏଇଟା ହେଉଛି ଉପମେୟ। ଏବଂ ଏଇଟା ହେଉଛି ପ୍ରକୃତ ବସ୍ତୁ, କାହା ସହିତ ତୁଳନା କରାହେଉଛି? ଚନ୍ଦ୍ର ସହିତ ତୁଳନା କରାହେଉଛି। ତାହେଲେ ଏଇଟା ହେଇଗଲା ଉପମାନ, ଏଇଟା ହେଇଗଲା ଆମର ଉପମାନ। ଓକେ, ସେମିତି ଆମେ କହୁଛି ବିଦ୍ୟାରତ୍ନ। ବିଦ୍ୟାରତ୍ନ କ'ଣ ହେଲା ନା ବିଦ୍ୟା ରୂପକ ରତ୍ନ। ଏଥିରେ କ'ଣ ହେଉଛି? ଉପମେୟ ଆଉ ଉପମାନ ମଧ୍ୟରେ ଭେଦ ପଡ଼ିଥାଏ ନାହିଁ, ଟୋଟାଲି ହେଲା ଜଣାପଡ଼ୁନାହିଁ। ତେଣୁକରି କ'ଣ କୁହାଗଲା ସେଇଟାକୁ? ରୂପକ କର୍ମଧାରୟ ସମାସ। ଡେଫିନେସନ୍ ଦେଖିଦେବା ପୁଣି। କ'ଣ କହିଲା? ଉପମାନ ଓ ଉପମେୟ ମଧ୍ୟରେ ଅଭେଦ କଳ୍ପିତ ହୋଇ ସମାସ ହେଲେ ରୂପକ କର୍ମଧାରୟ ସମାସ ହୁଏ। ମାନେ କିଛି ବି ଭେଦ ଆମେ କରିପାରିବା ନାହିଁ ଉପମାନ ଉପମେୟ ମଧ୍ୟରେ। ଯେମିତି ଶକ ସାଗର, କନ୍ୟା ରତ୍ନ, ପୁତ୍ରମଣି। ଓକେ, ଶକ ରୂପକ ସାଗର। ଓକେ, ଶକ ସାଗର। ଅଜ୍ଞାନ ରୂପକ ଅନ୍ଧକାର, ଅଜ୍ଞାନ ଅନ୍ଧକାର, ଏହାକୁ କୁହାଗଲା ରୂପକ କର୍ମଧାରୟ ସମାସ। କିମ୍ବା ଆମେ ଏଇଠି ଦେଖ ରୂପକ ମଧ୍ୟ ଲାଗୁଛି, ସେଥିରେ କ'ଣ ହେଉଛି ନା ଡିଫରେନ୍ସ ଆମେ କିଛି ଜାଣିପାରିବା ନାହିଁ କାହା ମଧ୍ୟରେ? ଉପମେୟ ଓ ଉପମାନ ମଧ୍ୟରେ। ଓକେ, ଦୁଇଟା ଯାକ ପୁରା ସିମିଲାର ଆମେ କହିପାରିବା। ଆଉ ଗୋଟେ ହେଉଛି ଦେଖ ସାଧାରଣ ଧର୍ମ। ଏଠି ଯେଉଁ କହୁଥିଲି ମୁଖଟି ଚନ୍ଦ୍ର ପରି ସୁନ୍ଦର, ମୁଖଟି ଚନ୍ଦ୍ର ପରି ସୁନ୍ଦର, ତାହେଲେ ଏଠି ସାଧାରଣ ଧର୍ମ କ'ଣ ହେଉଛି? ସୁନ୍ଦର।
ଆମକୁ ମୁଖ ଆଉ ଚନ୍ଦ୍ର ଯେଉଁ ତୁଳନା କରାହେଉଛି କେଉଁଥିପାଇଁ ତୁଳନା କରାହେଉଛି ସୁନ୍ଦରତାର କମ୍ପାରିଜନ୍ ପାଇଁ ତାହାକୁ ତୁଳନା କରାଯାଉଛି। ତେଣୁକରି ଏଇଟା ହେଉଛି ସାଧାରଣ ଧର୍ମ। ମୁଖ ଆଉ ଚନ୍ଦ୍ର କ'ଣ କ'ଣ ରହିଲା? ମୁଖଟାର ଯେଉଁ ସୁନ୍ଦରତା କାହା ସହିତ ତୁଳନା କରାଯାଉଛି? ଚନ୍ଦ୍ର ସହିତ। ତାହେଲେ ଏଇ ସୁନ୍ଦରଟା କ'ଣ ହେଇଗଲା ନା ସାଧାରଣ ବାଚକ ସାଧାରଣ ଧର୍ମବାଚକ ପଦ। ତାହେଲେ ଦେଖିବା ଏଇଠି ରହିଲା ରୂପକ କର୍ମଧାରୟ ଗଲା କାହା ଆମର କ'ଣ ହେଲା ସେଥିରେ ଆମର ଡିଫରେନ୍ସ ଜାଣିପାରିଲେ ନାହିଁ କାହା କାହା ମଧ୍ୟରେ ଉପମାନ ଆଉ ଉପମେୟ ମଧ୍ୟରେ। ଏବେ ଆସିବା ଉପମାନ କର୍ମଧାରୟ ଆଉ ଗୋଟେ ରହିଲା ଉପମିତ କର୍ମଧାରୟ। କାକ ପରି କୃଷ୍ଣ ଘନ ପରି ଶ୍ୟାମ। ଓକେ ଦେଖ କାକ ପରି କୃଷ୍ଣକୁ କ'ଣ କୁହାଗଲା? କାକ କୃଷ୍ଣ। ଘନ ପରି ଶ୍ୟାମ ଘନ ଶ୍ୟାମ। କାକ ଓ ଘନ ଏଇଗୁଡ଼ା ହେଇଗଲା ଉପମାନ। କୃଷ୍ଣ ଶ୍ୟାମ ଏଗୁଡ଼ା ହେଇଗଲା ସାଧାରଣ ଧର୍ମ। ଓକେ ତେଣୁକରି ଉପମାନ ଆଉ ସାଧାରଣ ଧର୍ମ ରହୁଛି ତାକୁ କୁହାଗଲା ଉପମାନ କର୍ମଧାରୟ। ଉପମାନ ସହିତ ସାଧାରଣ ଧର୍ମବାଚକ ପଦର ସମାସକୁ ଉପମାନ କର୍ମଧାରୟ କୁହାଯାଏ। ଆଉ ଗୋଟେ ରହିଲା ଉପମିତ କର୍ମଧାରୟ ସମାସ। ଏଥିରେ କ'ଣ ରହିଲା ନା ସମାସରେ ଉପମେୟ ପୂର୍ବପଦ ଓ ଉପମାନ ପରପଦ ହେଲେ ତାହାକୁ ଉପମିତ କର୍ମଧାରୟ କୁହାଯାଏ। ମୁଖଟି ଚନ୍ଦ୍ର ପରି। ଓକେ ଏଠି ଦେଖ ଏଇଠି କାକ ପରି କୃଷ୍ଣ ହେଉଛି। ଓକେ କାକ ପରି କୃଷ୍ଣ ଏଇଟା ସାଧାରଣ ଧର୍ମ। ସାଧାରଣ ଧର୍ମ କ'ଣ ରହିଲା? ଯେତେବେଳେ କମ୍ପେୟାର କରାହେଉଛି ଯେମିତିକି କୁହାଗଲା ମୁଖ ଆଉ ଚନ୍ଦ୍ର। ମୁଖ ଆଉ ଚନ୍ଦ୍ର ଯେତେବେଳେ କମ୍ପେୟାର ହେଉଥିଲା କ'ଣଟା କମ୍ପେୟାର ହେଉଥିଲା? ସୌନ୍ଦର୍ଯ୍ୟକୁ କଳ୍ପନା କରାହେଉଥିଲା ସେଇଟା ସାଧାରଣ ଧର୍ମ। ଓକେ ତ ଏଠି କ'ଣ ହେଲା? କାକ ପରି କୃଷ୍ଣ। କାକ ମାନେ କାଉ, କୃଷ୍ଣ ଯୋଗ ବର୍ଣ୍ଣ ଅର୍ଥରେ ଏଇଟା ହେଇଗଲା ଆମର ଘନ ପରି ଶ୍ୟାମ ସେ ହେଇଗଲା ଘନଶ୍ୟାମ। ଓକେ ଏଇଠି ଦେଖ ପରିଟା ଏଇ ମଝିରେ ଅଛି ତେଣୁକି ଏହାକୁ ଆମେ ଯଦି ଟ୍ରିକ୍ ହିସାବରେ କହିବା ଉପମାନ କର୍ମଧାରୟ କୁହାଯାଏ। ନେକ୍ସଟ ଉପମିତ କର୍ମଧାରୟ କ'ଣ ହେଲା ନା ମୁଖଟି ଚନ୍ଦ୍ର ପରି। ଓକେ ମୁଖଟି ଚନ୍ଦ୍ର ପରି। ଏଠି ପରି କେଉଁଥିରେ ରହିଲା? ଲାଷ୍ଟ ରହିଲା। ଏଠି ପରି କେଉଁଠି ଅଛି? ମଝିରେ ଅଛି। ପରି ଯଦି ମଝିରେ ରହିଲା ସେଟା ଉପମାନ କର୍ମଧାରୟ, ଲାଷ୍ଟ ରହିଲେ ଉପମିତ କର୍ମଧାରୟ। ଏଇଟା ଗୋଟେ ଟ୍ରିକ୍ ହିସାବରେ ଆମେ କନସିଡର କରିପାରିବା। ମୁଖଟି ଚନ୍ଦ୍ର ପରି ମୁଖ ଚନ୍ଦ୍ର। ଓକେ ସେମିତି କ'ଣ ହେବ? ପାଦ ପଦ୍ମ ପରି ଚରଣ କମଳ ନରସିଂହ ନରେନ୍ଦ୍ର ନର ଇନ୍ଦ୍ର ପରି। ଓକେ ଏଇଟା ରହିଲା ଉପମିତ କର୍ମଧାରୟ। ତାହେଲେ ଉପମିତ କର୍ମଧାରୟ କ'ଣ ରହିଲା ନା ପୂର୍ବପଦ ଓ ଉପମାନ ପରପଦ ହେଲା। ଉପମେୟ କେଉଁଠି? ପୂର୍ବପଦରେ ରହିଲା। ଉପମାନ ପରପଦରେ ରହିଲା। ଉପମେୟ କାହାକୁ କୁହାଯାଏ? ଯାହାକୁ ତୁଳନା କରାଯାଏ। ଉପମାନ କାହାକୁ କୁହାଯାଏ? ଯାହା ସହିତ ତୁଳନା କରାଯାଏ। ଏଠି ମୁଖ ଆଉ ଚନ୍ଦ୍ର। ମୁଖକୁ କାହା ସହିତ ତୁଳନା କରାହେଉଛି? ଚନ୍ଦ୍ର ସହିତ ତୁଳନା କରାହେଉଛି। ତାହେଲେ ଚନ୍ଦ୍ରଟା ହେଇଯାଏ ଉପମାନ, ମୁଖଟା ହେଇଗଲା ଉପମେୟ। ଓକେ ନେକ୍ସଟ ଦେଖିବା ଆଉ ଗୋଟେ ଏମିତି ବି ମଧ୍ୟ କହିପାରିବା ଯେହେତୁ ଏଥିରେ ପରପଦର ପ୍ରାଧାନ୍ୟ ରହେ ଏଠି କାହାର ପ୍ରାଧାନ୍ୟ ରହିବ? ଚନ୍ଦ୍ରର ପ୍ରାଧାନ୍ୟ ରହିବ। ତାହେଲେ ପରପଦ ଏଇ ଚନ୍ଦ୍ରଟା କେଉଁ ପଦ? ଉପମାନ ପଦ। ଏଇ ଉପମାନ ପଦରୁ ଆମେ କହିପାରିବା ଉପମିତ ଆସିଛି ବୋଲି। ଓକେ ସେମିତି ପୂର୍ବଟାରେ କ'ଣ ଥିଲା? ସାଧାରଣ ଧର୍ମ ଥିଲା। ଓକେ ତ ସେଇଥିରୁ ଆମର କ'ଣ ହେଉଥିଲା ନା ଉପମେୟ ଯେଉଁ ସାଧାରଣ ଧର୍ମ ସହିତ ଆମର କରାହେଉଥିଲା କମ୍ପାରିଜନ୍ ସେଥିପାଇଁ ଏଇଟା ଥିଲା ଉପମାନ କର୍ମଧାରୟ। ନେକ୍ସଟ ଆସିବ ମଧ୍ୟପଦ ଲୋପୀ କର୍ମଧାରୟ। କ'ଣ ହେଉଛି? ଯେଉଁଥିରେ ମଧ୍ୟପଦ ଲୋପ ପାଏ ଯେମିତି ସିଂହ ଚିହ୍ନିତ ଦ୍ୱାର। ଏଠି କ'ଣ ହେଲା ନା ଚିହ୍ନିତ ପଦଟି ଲୋପ ପାଇଲା। ତାହେଲେ ଡେଫିନେସନ୍ କ'ଣ କୁହାଗଲା? ଯେଉଁ କର୍ମଧାରୟ ସମାସରେ ସମସ୍ତ ପଦରେ ମଧ୍ୟବର୍ତ୍ତୀ ପଦର ଲୋପ ହୋଇଥାଏ ତାହାକୁ ମଧ୍ୟପଦ ଲୋପୀ କର୍ମଧାରୟ ସମାସ କୁହନ୍ତି। ଘୃତ ମିଶ୍ରିତ ଅନ୍ନ ଘୃତାନ୍ନ। ସୁନାରେ ତିଆରି ମୁଦି ସୁନା ମୁଦି। ଓକେ ଏଠି ଦେଖିପାରୁଥିବ ଏଇଟା ଗୋଟେ ବିଶେଷ୍ୟ ପଦ ହେଲା। ତେଣୁକି ବିଶେଷ୍ୟ ପଦ ବିଶେଷଣ ପଦର ଆମର ଯେଉଁ ରହୁଛି ସମସ୍ୟମାନ ପଦ ସେଥିରେ ହିଁ କ'ଣ ହେଉଛି? କର୍ମଧାରୟ ସମାସ ହେଉଛି। ଓକେ ତାହେଲେ ମଧ୍ୟପଦ ଲୋପ ପାଇକି କ'ଣ ହେଲା ନା କର୍ମଧାରୟ ସମାସ ହେଲା। ଚନ୍ଦ୍ରମୁଖ ରେଳଗାଡ଼ି ଦହିଚୂଡ଼ା। ଓକେ କର୍ମଧାରୟ ସମାସ ଆଉ କ'ଣ ରହିଲା ନା ଅନ୍ୟ ଗ୍ରାମ ଗ୍ରାମାନ୍ତର। ଏଇଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ।
ଓକେ। ଅନ୍ୟ ରୂପ ରୂପାନ୍ତର, ଅନ୍ୟ ଦେଶ ଦେଶାନ୍ତର, କୁ ଅଟେ ଆକାର କଦାକାର, କୁ ଅଟେ ପୁରୁଷ କୁପୁରୁଷ ବା କାପୁରୁଷ କୁହାହେଉଛି। ଓକେ, ତେଣୁକରି ଏ କିଛି ଏକ୍ଜାମ୍ପଲ୍ କର୍ମଧାରୟ ସମାସର ମନେ ରଖିବା ନିହାତି ଜରୁରୀ। ତାପରେ ଆସିଲା ଦ୍ୱନ୍ଦ୍ୱ ସମାସ। ଦ୍ୱନ୍ଦ୍ୱ ସମାସରେ କ'ଣ ରହୁଛି? ଦ୍ୱନ୍ଦ୍ୱ ଆଉ ଦ୍ୱିଗୁ ସମାସରେ ପୂର୍ବ ପଦର ପ୍ରାଧାନ୍ୟ ରହୁଛି। ଆଉ ଏଠି କ'ଣ ରହିଲା ନା ଦ୍ୱନ୍ଦ୍ୱ କ'ଣ ପାଇଁ କୁହାଯାଉଛି ଦେଖ ନା ଫୁଲ ଫଳ ଦୁଇଟା ଏକ ବିଶେଷ ପଦ ରହିଲା। ଆଉ କ'ଣ ହେଉଛି ନା ସେମାନେ ହେଉଛି ଏଇ ଯେଉଁ ମଧ୍ୟ ପଦଟା କାହା ଦ୍ୱାରା ରହୁଛି ନା ଅ ରହୁଛି। ବାସ୍ ଏଇଟା ହେଉଛି ଟ୍ରିକ୍। ଅ ରହିଲା ମାନେ ଦ୍ୱନ୍ଦ୍ୱ ସମାସ। ରାମ ଲକ୍ଷ୍ମଣ ଓ ସୀତା 3 ଜଣ ବି ହେଇପାରିବ। ଏଠି 4ଟା ଧର୍ମ ଅର୍ଥ କାମ ମୋକ୍ଷ। ଓକେ, ଏଠି କ'ଣ ଲାଗିଲା? ଅ ଲାଗିଲା, ତେଣୁକି କ'ଣ ହେଇଗଲା? ଦ୍ୱନ୍ଦ୍ୱ ସମାସ। ଦ୍ୱନ୍ଦ୍ୱ ସମାସ ବହୁତ ହିଁ ସହଜ, ଯେଉଁଥିରେ ଅ ଲାଗିଛି ସେଇଟା ହେଉଛି ଦ୍ୱନ୍ଦ୍ୱ ସମାସ। ଆଉ ଦ୍ୱିଗୁ ସମାସ ଯେଉଁଟାକି ନମ୍ବରକୁ ସୂଚାଏ, ଓକେ, ସଂଖ୍ୟାକୁ ସୂଚାଏ, ସେଇଟାକୁ ଦ୍ୱିଗୁ ସମାସ କୁହାଯାଏ। ତାହେଲେ ଦ୍ୱନ୍ଦ୍ୱ ସମାସ ଡେଫିନେସନ୍ ଦେଖିଦେବା। ପ୍ରତ୍ୟେକ ପଦର ଅର୍ଥ ପ୍ରାଧାନ୍ୟ ଥାଇ ଏକାଧିକ ବିଶେଷ୍ୟ ପଦର ମିଳନରେ ଯେଉଁ ସମାସ ଗଠିତ ହୁଏ ତାହାକୁ ଦ୍ୱନ୍ଦ୍ୱ ସମାସ କୁହାଯାଏ। ଓକେ, ତାହେଲେ ଦେଖ ଏଠି ପ୍ରତ୍ୟେକ ପଦର ଆମର ପ୍ରାଧାନ୍ୟ ରହୁଛି। ଓକେ, ବାଟ ଘାଟ, ହରି ହର, ଲେଖା ପଢ଼ା। ଓକେ, ନେକ୍ସଟ ଦେଖିବା ଦ୍ୱିଗୁ ସମାସ। ତ୍ରିଫଳା ପାଣି ସ୍ୱାସ୍ଥ୍ୟ ପାଇଁ ହିତକର। ତ୍ରିଫଳା 3 ଫଳର ସମାରୋହ। ଏ କାହାକୁ ସୂଚାଉଛି? ସଂଖ୍ୟାକୁ ସୂଚାଉଛି। ଯେଉଁ ସମାସରେ ସଂଖ୍ୟାବାଚକ ଶବ୍ଦ ପୂର୍ବରେ ଥାଇ ସମସ୍ତ ପଦଟି ସମାହାର ବା ସମଷ୍ଟିକୁ ବୁଝାଇଥାଏ ତାହାକୁ ଦ୍ୱିଗୁ ସମାସ କୁହାଯାଏ। ତାକୁ କ'ଣ କୁହାଗଲା ନା ଦ୍ୱିଗୁ ସମାସ କୁହାଗଲା। ଆଚ୍ଛା, ପୂର୍ବରେ ବୋଧେ ମୁଁ କହିଦେଇଥିଲି ଦ୍ୱନ୍ଦ୍ୱ ସମାସରେ ପୂର୍ବ ପଦ ରହୁଛି ନାହିଁ। ପୂର୍ବ ପଦରେ ଆମର କେବଳ ଦ୍ୱିଗୁ ଆଉ ଅବୟୀ ଭାବ ରହିଲା। ଦ୍ୱନ୍ଦ୍ୱରେ ଉଭୟ ପଦ, ଓକେ, ଉଭୟ ପଦର ପ୍ରାଧାନ୍ୟ ରହୁଛି। ନେକ୍ସଟ ଆସିବା ବହୁବ୍ରୀହି। ଏଇଠି ଦେଖ ଦଶହରା ଦିନ ଦାଶରଥୀ ଦଶାନନଙ୍କୁ ବଧ କରିଥିଲେ। ବହୁବ୍ରୀହିରେ ଯେଉଁଥିରେ ଆମର ଯେଉଁ ସମସ୍ତ ପଦ ରହୁଛି ଅଲଗା ଜଣଙ୍କୁ ସୂଚାଏ। ଓକେ, ଅନ୍ୟ ଧର୍ମ। ଓକେ, ଏଠି ଦେଖ ଅନ୍ୟ ଜିନିଷକୁ ସୂଚାଉଥିବ, ଯେମିତି ଦଶ ଆନନ ଯାହାର। ଏଠି ଦଶରୁ ଦେଖିକି ବି ଦ୍ୱିଗୁ କହିବ ନାହିଁ। ଓକେ, ଏଠି 10 ଅଛି ସତ, କିନ୍ତୁ ଯେତେବେଳେ ଦଶାନନ କହୁଛି ଆମେ କାହାକୁ ବୁଝାଉଛି ନା ରାବଣକୁ ବୁଝାଉଛି। ସେପରି ବୀଣା ପାଣିରେ ଯାହାର, ବୀଣା ପାଣି। ଓକେ, ସରସ୍ୱତୀଙ୍କୁ ବୁଝାଉଛି। ସେଥିରେ ହେଇଗଲା ବହୁବ୍ରୀହି ସମାସ। ଯେଉଁ ସମାସର ସମସ୍ତ ପଦ ସମସ୍ୟମାନ ପଦଙ୍କ ମଧ୍ୟରୁ କାହାରି ଅର୍ଥକୁ ନ ବୁଝାଏ ଅନ୍ୟକୁ ବୁଝାଏ ତାକୁ କୁହାଯାଏ ବହୁବ୍ରୀହି ସମାସ। ଓକେ, ସେମିତି ଏଠି ତ୍ରିଲୋଚନ 3 ଦେଖିକି ଆମର ଦ୍ୱିଗୁ କହିବ ନାହିଁ। ପଞ୍ଚାନନ ଦ୍ୱିଗୁ କହିବ ନାହିଁ। ଏଠି କ'ଣ ହେବ ନା ତ୍ରିଲୋଚନ ଶିବଙ୍କୁ ବୁଝାଉଛି, ତେଣୁକରି ଏଠି କ'ଣ ହେଇଯିବ? ବହୁବ୍ରୀହି ସମାସ ହେଇଯିବ। ଓକେ, ସେମିତିଆ କ'ଣ ରହିଲା ନା ଅକ୍ଷି ଶବ୍ଦରେ ଆମର ଦେଖ କ'ଣ ହେଉଛି ନା ଅକ୍ଷ ହେଉଛି। ବିରୂପୀ ଅକ୍ଷି ଯାହାର ବିରୂପାକ୍ଷ, ପୁଣ୍ଡରୀକ ଅକ୍ଷି ଯାହାର ପୁଣ୍ଡରୀକାକ୍ଷ। ଓକେ, ପୁଣ୍ଡରୀକ ତାପରେ ସେଠି ଅକ୍ଷ ହେଇଗଲା। ସେମିତି ପୁଣି ପଦ୍ମନାଭରେ ଯାହାର ପଦ୍ମନାଭ, ନାଭିଟା କ'ଣ ହେଇଯାଉଛି? ନାଭ ହେଇଯାଉଛି। ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ମନେ ରଖିବ। ଅକ୍ଷି ଥିଲେ କ'ଣ ହେଇଗଲା ନା ଅକ୍ଷ ହେଇଗଲା, ନାଭି ଥିଲେ ନାଭ ହେଇଗଲା। ଓକେ, ଯେମିତି ପଦ୍ମନାଭିରେ ଯାହାର ପଦ୍ମ ନାଭ, ଏଠି ନାଭିଟା କ'ଣ ହେଇଗଲା? ନାଭ। ଏଠି ଅକ୍ଷିଟା କ'ଣ ହେଇଗଲା ନା ଅକ୍ଷ ହେଇଗଲା। ଆଉ ପୁଣ୍ଡରୀକ ପ୍ଲସ୍ ଅକ୍ଷ ମିଶିକି ଆମର ପୁଣ୍ଡରୀକାକ୍ଷ ହେଇଛି। ଓକେ, ସେମିତି ଆଉ କ'ଣ ହୁଏ ନା ଯଶସ୍ ତେଜସ୍ ମନସ୍ ଏଇସବୁରେ ଯେଉଁ ସ ରହିଛି ସେଥିରେ କ'ଣ ହେଉଛି ନା ସେ ସ ଲୋପ ପାଇଯାଏ ଆଉ ଅ ଆସେ। ଯେମିତି ମହାନ ତେଜ ଯାହାର ମହାତେଜା। ଓକେ, ଉଦାର ଚେତ ଯାହାର ଉଦାର ଚେତ, ଉଚ୍ଚ ମନ ଯାହାର ଉଚ୍ଚା ମନା, ଅନ୍ୟ ମନ ଯାହାର ଅନ୍ୟ ମନା ବା ଅନ୍ୟମନସ୍କ ମଧ୍ୟ କୁହାଯାଏ। ଓକେ, ସେଥିରେ କ'ଣ ହେଉଛି ନା ସେଇଠି ସ ରହୁଛି ଅନ୍ୟମନସ୍କ। ଅଳ୍ପ ବୟ ଯାହାର ଅଳ୍ପ ବୟସ୍କ। ଓକେ, ସେଥିରେ କ'ଣ ହେଉଛି ନା କର ଆଗମନ ହେଉଛି। ଯେଉଁଠି ସ ଅତୁଟ ରହୁଛି ସେଠି କ ଆସିଯାଉଛି। ଯେମିତିକି ଅନ୍ୟମନସ୍କ ସ ଅଛି ଏବଂ କ'ଣ ଆସିଗଲା ନା କ ଆସିଗଲା। ଅଳ୍ପ ବୟସ୍କ ସ ଅଛି ଆଉ କ'ଣ ଆସିଗଲା ନା କ ଆସିଗଲା। ଓକେ, ଏଥିରେ ଆକ୍ଚୁଆଲି ଭାବୁଥିବ କ'ଣ ଏଠି ଯେମିତି ଏଠି ମନସ୍ ତେଜସ୍। ଓକେ, ଏଠି ସ ରହୁଛି ଲାଷ୍ଟରେ, ସେଇ ସ କଥା ହିଁ କୁହାହେଇଥିଲା। ଆଉ କେତେକ ନାସ୍ତିବାଚକରେ କ'ଣ ହେଉଛି ନା ବହୁବ୍ରୀହି ସମାସ ରହୁଛି। ଯେମିତି ନାହିଁ ନ ଲାଗିକି ନାହିଁ ଅନ୍ତ ଯାହାର ଅନନ୍ତ, ନାହିଁ ଆଦି ଯାହାର ଅନାଦି। ଓକେ, ନାହିଁ ଗାଧ ଯାହାର ଅଗାଧ,
ସେମିତି ହେଇପାରିବ ଅତଳ, ଅସୀମ। ଓକେ, ଆଉ ଗୋଟେ ଏଇଟା ଦେଖ କୁହାଯାଏ ବହୁତ ଇମ୍ପୋର୍ଟାଣ୍ଟ, ବିଗତ ହୋଇଅଛି ଧବ ବା ନାହିଁ ଧବ। ଧବର ଅର୍ଥ କ'ଣ ହେଉଛି? ସ୍ୱାମୀ। ନାହିଁ ଧବ ଯାହାର ତାକୁ କ'ଣ କୁହାଯାଉଛି? ବିଧବା। ବିଗତ ହୋଇଅଛି ପତ୍ନୀ ବା ନାହିଁ ପତ୍ନୀ ଯାହାର ତାକୁ କୁହାଯାଉଛି ବିପତ୍ନିକ। ତାହେଲେ ସେଇଟା ହେଇଯିବ କ'ଣ? କର୍ମଧାରୟ ସମାସ। ଆଉ ଗୋଟେ ଆସିଲା ସହାର୍ଥକ ବହୁବ୍ରୀହି। ଅନ୍ୟ ପଦ ସହିତ ସହ ଶବ୍ଦ, ଓକେ, ସହ ଲାଗିଗଲେ କ'ଣ ହେଉଛି ନା ସହାର୍ଥକ ବହୁବ୍ରୀହି ହେଉଛି। ଏଟା କ'ଣ ହେଉଛି ନା ସେଇ ସହଟା ସରେ ପରିଣତ ହେଉଛି। ଯେମିତି ପରିବାର ସହିତ ଅଛନ୍ତି, ସପରିବାର। ସ୍ତ୍ରୀ ସହିତ ଅଛନ୍ତି ଯେ ସସ୍ତ୍ରୀକ। ଶିଷ୍ୟ ସହିତ ଅଛନ୍ତି ଯେ ସଶିଷ୍ୟ। ସେମିତି ହେଇପାରିବ ସବାନ୍ଧବ, ସକୁଟୁମ୍ବ, ସସମ୍ମାନ। ଓକେ, ସମ୍ମାନର ସହିତ ଓକେ ଅଛନ୍ତି ଯେ ସେ ହୋଇଯିବ ସସମ୍ମାନ। ଆଉ ଗୋଟେ ରହିଲା ସମାନ ଶବ୍ଦ ସହିତ ବହୁବ୍ରୀହି ସମାସ ହେଲେ ସମାନ ସ୍ଥାନରେ ସ ହୁଏ। ଓକେ, କେତେ କେତେ ଜାଗାରେ ସହ ମଧ୍ୟ ହୁଏ। ସମାନ ତୀର୍ଥ ଯାହାର ସତୀର୍ଥ। ସମାନ ଉଦରରୁ ଜନ୍ମ ସହୋଦର ବା ସୋଦର। ଓକେ, ଏଠି ସହ ଆସିଗଲା ତ ସହୋଦର ହେଇଗଲା। କେତେକ ବହୁବ୍ରୀହି ସମାସ କ'ଣ ନା ଉପମାନ ପୂର୍ବପଦ ଉପମେୟ ପଦରେ ହୋଇଥାନ୍ତି। ଓକେ, ସମସ୍ତ ପଦରେ ଉପମାନ ଅଂଶ ଲୋପ ପାଇଥାଏ, ତାହାକୁ ଉପମିତ ବହୁବ୍ରୀହି କୁହନ୍ତି। ଗଜ ଗମନ ପରି ଗମନ ଯେଉଁ ସ୍ତ୍ରୀର ଗଜ ଗମନ, ଏହାକୁ କୁହାଗଲା ଉପମିତ ବହୁବ୍ରୀହି। ତାହେଲେ ଦେଖ ସେ କାହା ସହିତ କମ୍ପେୟାର ହେଉଛି? ଗଜ ଗମନ ସହିତ, ମାନେ ହାତୀ ଯେମିତି ଚାଲେ। ଓକେ, ତା ସହିତ କମ୍ପେୟାର କରାହେଉଛି। ଗମନ କରି ଯେଉଁ ସ୍ତ୍ରୀର ଗଜ ଗମନ। ତାହେଲେ କ'ଣ ହେଲା ନା ସମସ୍ତ ପଦରେ ଉପମାନର ଅଂଶ ଲୋପ ପାଇଗଲା। ଚିଲ ଆଖି ପରି ଆଖି ଯାହାର, ଚିଲ ଆଖିଆ। ଘୋଡ଼ା ମୁହଁ ପରି ମୁହଁ ଯାହାର, ଘୋଡ଼ା ମୁହଁ। ଏଇଟା ହେଇଗଲା ଆମର ଉପମିତ ବହୁବ୍ରୀହି। ଓକେ, ଏ କ'ଣ ରହିଲା ନା ଉପମାନ ପୂର୍ବ ପଦରେ ରହିଲା, ଉପମେୟ ପର ପଦରେ ରହିଲା। ଓକେ, ଉପମାନ ପୂର୍ବ ପଦରେ, ଉପମେୟ ପର ପଦରେ। ସେମିତି ହେଇପାରିବ ସୂର୍ପଣଖା, ମରାଳ ଗମନା, ଅଟମୁହାଁ। ଓକେ, ଏକ ଜାତୀୟ କ୍ରିୟାରେ ପରସ୍ପର ବ୍ୟାପୃତ ଥିବା ବୁଝାଇଲେ ବ୍ୟତିହାର ବହୁବ୍ରୀହି ସମାସ ହୁଏ। ଓକେ, ଯେମିତି କେଶକୁ ଧରି ଯେଉଁ ଯୁଦ୍ଧ, କେଶା କେଶୀ। ଠେଙ୍ଗାରେ ଯେଉଁ ଯୁଦ୍ଧ, ଠେଙ୍ଗା ଠେଙ୍ଗି। ଓକେ, ଆଉ ଗୋଟେ ସହୃଦୟର ଯାହାର ସୁହୃଦ। ଅଷ୍ଟଅଙ୍ଗ ବକ୍ର ଯାହାର ଅଷ୍ଟବକ୍ର। ଏକବାଗ ଯାହାର ଏକବାଗିଆ। ଦୁଇ ମୁଣ୍ଡ ଯାହାର ଦୋମୁଣ୍ଡିଆ। ଏଗୁଡ଼ା କିଛି କର୍ମଧାରୟ ସମାସର ଉଦାହରଣ। ତାପରେ ଯଦି ଆମେ ଦେଖିବା ଅବୟୀଭାବ ସମାସ, ପ୍ରତିହିଂସା ପରାୟଣ ବ୍ୟକ୍ତିର ଅଧିକ କ୍ଷତି ହୁଏ। ଓକେ, ଏଠି କ'ଣ ଲାଗୁଛି? ଅବୟ ଲାଗୁଛି। ପ୍ରତି ହେଉଛି ଗୋଟେ ଅବୟ ପଦ। ଓକେ, ସେମିତି ଯେଉଁ ଆମୂଳ ଚୂଳ ରହିଲା ସେଥିରେ ଆମର ଆ ହେଉଛି ଗୋଟେ ଅବୟ ପଦ। ତାହେଲେ ଡେଫିନେସନ୍ କ'ଣ ହେଇଗଲା? ଯେଉଁ ସମାସରେ ଅବୟ ପଦ ପୂର୍ବପଦ ଭାବ ରହି ଅନ୍ୟ ପଦ ସହିତ ସମାସ ହୋଇଥାଏ, ତହିଁରେ ଅବୟର ଅର୍ଥ ପ୍ରାଧାନ୍ୟ ଥାଏ, ତାହାକୁ ଅବୟୀଭାବ ସମାସ କୁହାଯାଏ। ଆଉ ଗୋଟେ ଦେଖ ବିପ୍ସା। ବିପ୍ସା ଅର୍ଥରେ, ବିପ୍ସା ମାନେ ବାରମ୍ବାର ଅର୍ଥରେ, ଥରକୁ ଥର, ପ୍ରତିଥର। ଓକେ, ବ୍ୟାପ୍ତି ମାନେ ଯେତିକି ପର୍ଯ୍ୟନ୍ତ ଲମ୍ବିଛି, ବ୍ୟାପିବା, ବ୍ୟାପ୍ତି ଓ ପର୍ଯ୍ୟନ୍ତ ଅର୍ଥରେ। ଓକେ, ଏଇ ସବୁ ଅର୍ଥରେ ଆମର କ'ଣ ହେଇଗଲା? ଅବୟୀଭାବ, ଯେମିତିକି ଅଭାବ, ଯୋଗ୍ୟତା, ଆତିଶଯ୍ୟ। ଓକେ, ବିପରୀତ, ସମୀପ, ସାଦୃଶ୍ୟ। ଏଇ ଅର୍ଥରେ ଆମର ଅବୟୀଭାବ ସମାସ ହେଇଥାଏ। ଓକେ, ନେକ୍ସଟ ଦେଖିବା ଅଭାବ ଅର୍ଥରେ କ'ଣ ଲାଗିଲା ନା ଦୁ ଲାଗିଛି। ଓକେ, ଏଠାରେ ଦୂର ବେ ଅବୟ ପଦ ରହିଲା, ତ କ'ଣ ହେଲା ନା ଦୁର୍ଭିକ୍ଷ। ବ୍ୟାପ୍ତି ଓ ପର୍ଯ୍ୟନ୍ତ, ମରଣ ପର୍ଯ୍ୟନ୍ତ, ଆମରଣ, ଆସମୁଦ୍ର, ଆକଣ୍ଠ। ଓକେ, ଜୀବନକୁ ବ୍ୟାପୀ, ଆଜୀବନ। ଓକେ, ଏଇଟା ଆ ହେଉଛି ଅବୟ ପଦ। ସେମିତି ଯୋଗ୍ୟତା ହିସାବରେ ରୂପର ଯୋଗ୍ୟ, ଅନୁରୂପ। ଏଠି କ'ଣ ହେଲା ନା ଅନୁଟା ହେଉଛି ଅବୟ ପଦ। ଓକେ, ଅନତିକ୍ରମ, ଶକ୍ତିକୁ ଅତିକ୍ରମ ନକରି ଯଥାଶକ୍ତି। ସେହିପରି ଯଥାବିଧି, ଯଥୋଚିତ। ଏଗୁଡ଼ା ସବୁ ଅବୟ ପଦର ସମାହାରରେ ହେଇଛି ସମାସ, ତେଣୁ ଏହାକୁ ଅବୟୀଭାବ ସମାସ କୁହାଯାଉଛି। ଆତିଶଯ୍ୟ ଅର୍ଥରେ ମାନେ ଅତିଶୟ ଘଞ୍ଚ, ନିଘଞ୍ଚ। ଏଠାରେ ନି ହେଉଛି ଅବୟ ପଦ। ସାଦୃଶ୍ୟ ଅର୍ଥରେ ମୂର୍ତ୍ତିର ସଦୃଶ, ପ୍ରତିମୂର୍ତ୍ତି, ପ୍ରତି ଲାଗିଲା। ସେମିତି ଉପବନ କ'ଣ ହେଇଗଲା ନା ବନର ସଦୃଶ। ଉପଭାଷା, ଭାଷାର ସଦୃଶ। ସେମିତି ବୈପରୀତ୍ୟ, ବିପରୀତ ଅର୍ଥରେ। ପ୍ରତିପକ୍ଷ, ପକ୍ଷର ବିପରୀତ।
ପ୍ରତିକୂଳ, କୂଳର ବିପରୀତ। ଓକେ, ଆଉ ଗୋଟେ ନିତ୍ୟ ସମାସ ରହୁଛି। କ'ଣ ହେଉଛି ନା କେତେକ ସ୍ଥଳେ ସମାସ ବାକ୍ୟ ନଥାଏ ମଧ୍ୟ ସମାସ ହୁଏ, ତାହାକୁ ନିତ୍ୟ ସମାସ କୁହାଯାଏ। ଯେମିତିକି କୃଷ୍ଣ ସର୍ପ। ଓକେ, ଏଇଟା ହେଉଛି ଗୋଟେ ନାଁଟା ହିଁ, ଗୋଟେ ଜାତିର ମାନେ ନାଗଟା। ଓକେ, ସାପଟାକୁ ଓକେ କୃଷ୍ଣ ସର୍ପ କୁହାହେଉଛି। ଓକେ, ନୀଳକନ୍ଦର, ଶ୍ରୀକ୍ଷେତ୍ରପୁରୀ, ପୋକଶୁଙ୍ଘା, ଓକେ ଛାର ପୋକ, ବିଲୁଆ ଖାଇ, ଏ ଗୋଟେ ଏଠି ଯେମିତି ପୋକଶୁଙ୍ଘା ଗୋଟେ ଗଛକୁ, ଏଠି ବିଲୁଆ ଖାଇ, ଏଗୁଡ଼ାକୁ କେବଳ ନା ସେଇ ଅର୍ଥକୁ ହିଁ ବୁଝାଉଛି, ଆଉ କିଛି ତା'ର ଅଲଗା ନାହିଁ। ଓକେ, ଅଲଗା ଜିନିଷକୁ ବୁଝାଏ ନାହିଁ, ସେଥିପାଇଁ ତାକୁ କୁହାଯାଉଛି ନିତ୍ୟ ସମାସ। ଓକେ, ତାହେଲେ ଆମେ ଦେଖିଲେ ସମାସ କେତେ ପ୍ରକାର? 6 ପ୍ରକାର। ତତ୍ପୁରୁଷ, କର୍ମଧାରୟ। ଓକେ, ଏଇଟା କ'ଣ ହେଲା ନା ପରପଦର ପ୍ରାଧାନ୍ୟ ରହିଲା। ଦିଗୁରେ ଏବଂ ଅବୟୀ ଭାବରେ ପୂର୍ବପଦର ପ୍ରାଧାନ୍ୟ ରହିଲା। ଦ୍ୱନ୍ଦ୍ୱରେ ଉଭୟ ପଦ, ଯେଉଁଟାକି ଆମର ପୂର୍ବପଦ ଉତ୍ତର ପଦ, ଯେଉଁଟା ରହୁଛି ଉଭୟ ପଦର ପ୍ରାଧାନ୍ୟ ରହିଲା। ଏବଂ ବହୁବ୍ରୀହି ସମାସରେ କ'ଣ ହେଲା ନା ଅନ୍ୟ ପଦର ପ୍ରାଧାନ୍ୟ ରହିଲା। ଓକେ, ଅନ୍ୟ ଅର୍ଥକୁ ବୁଝାଏ, ସେଥିପାଇଁ